ଘରକୁ ଗଲେ ଆଉ କଣ ଆସିବାକୁ ଇଚ୍ଛା ହୁଏ? ଅପରାହ୍ନରେ ଘରୁ ବାହାରିଥିବ କର୍ମକ୍ଷେତ୍ରକୁ ଯିବା ପାଇଁ, ଆଉ ଯୋଗକୁ ଅଦିନିଆ ବର୍ଷା ବି ହେଇଯିବ। ସାଡେ ମାର ତାଗିଦ ଆସିଯିବ, ବର୍ଷା ହଉଛି କୁଆଡେ ବାହାରକୁ ଛାଡିବିନି। ମନେ ମନେ ଭାବୁଥିବି, ଯାହା ହଉ ଏ ମନ ଖୋଜୁଥିଲା ଯାହା କାଳେ ପ୍ରାପ୍ତ ହେଲା ତାହା। କିନ୍ତୁ ଖାଲି ଉପରେ ଯାହା କହୁଥିବି, ନାଇଁ ମ ବର୍ଷା ଛାଡ଼ିଲେ ପଳେଇବି। ନା ସେଦିନ ବର୍ଷା ଛାଡିବ, ନା ମୁଁ ଆଉ ଘରୁ ଯିବି। ଅଳ୍ପେ ବହୁତେ ସମସ୍ତଙ୍କ ସହିତ ଏଇ ଘଟଣା ଘଟିଥିବ। ନା କଣ ଠିକ କହିଲି ନା? ଯାହା ହଉ ଏଇ ଅଦିନିଆ ବର୍ଷା ଯୋଗୁ ଏ ମୁଣ୍ଡ ଫଟା ଖରାରୁ ଟିକେ ତ୍ରାହି ମିଳିଲା। ଯାହା ହଉ ଆଜି କିନ୍ତୁ ମୋର ଗୋଟେ ବଡ ଡାଉଟ ଟେ କ୍ଲିୟର ହେଇଗଲା। ଡାଉଟ ଟା କଣ କହିଲେ? ସବୁବେଳେ ମୁଁ ଭାବେ ଆମ ବାରିପଟେ ଖୋଲା ଆକାଶ ତଳେ ଥିବା ଏଇ ଚୁଲିଟିକୁ ମା ବର୍ଷା ଦାଉରୁ କେମିତି ରକ୍ଷା କରୁଛି। ବହୁତ ଥର ମା କୁ ପଚାରିବି ବୋଲି ଭାବି ପଚାରି ପାରିନି। ଆରେ ହେଇ ମା ତ ଗୋଟେ ବଢିଆ ଯୁଗାଡ କରିଛି। ଝିପି ଝିପି ବର୍ଷାରେ ଆମ ସତ ଅନିଚ୍ଛା ସତ୍ତ୍ୱେ ସ୍କୁଲ ଗଲାବେଳେ ଯେମିତି ଆମକୁ ରେନିକୋଟ ପିନ୍ଧେଇ ଦଉଥିଲା, ଠିକ ସେମିତି ଗୋଟେ ରେନିକୋଟ ଆଜି ପିନ୍ଧେଇ ଦେଲା ଚୁଲିକି ଆଉ।